ମୁଁ ଆଜିର ଏ ସନ୍ଧ୍ୟା ସମୟରେ ପୁନର୍ବାର ଏ ସୌରାଜୁମ ଫେଲୋସିପ ମାଧ୍ୟମରେ ଆପଣମାନଙ୍କ ସମସ୍ତଙ୍କୁ ପୁନର୍ବାର ସୁନ୍ଦର ସୁଯୋଗ ପାଇଥିବାରୁ ସହଭାଗିତା ପାଇଥିବାରୁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ଆଉ ଆମେ ବାକ୍ୟ ଭିତରୁ ଯିବା ପୂର୍ବରୁ ସମସ୍ତ ମୋର ଅଡିଓ ଠିକ ଅଛି ସମସ୍ତଙ୍କ ପାଖରେ ପହଞ୍ଚୁଛି। ओके सर ओके। ଧନ୍ୟବାଦ। ବିଶେଷ କରି ଆଜି ଦିନ ନିମନ୍ତେ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦେବା ସହକାରେ ଆମ ମାନଙ୍କର ଯୋଉ ଏଡମିନ୍ ଟିମ୍ ଅଛନ୍ତି ସୌରାଜ୍ୟ ଫେଲୋସିପ ଏବଂ ଈଶ୍ୱରଙ୍କର ଠାରୁ ଆଶ୍ରିତ ବିଶ୍ୱାସିନୀ ଯେତେ ଜଣ ସମସ୍ତେ ଆଜି ଉପସ୍ଥିତ ଅଛନ୍ତି ପ୍ରତ୍ୟେକଙ୍କୁ ମୁଁ କୃତଜ୍ଞତା ଜଣାଏ ଏବଂ ଯୀଶୁଙ୍କ ନାମରେ ସମସ୍ତଙ୍କୁ ନମସ୍କାର। ଆଜିର ବାକ୍ୟ ନିମନ୍ତେ ମୁଁ ଆମ୍ଭ ମାନଙ୍କର ସବୁଠୁ ସମସ୍ତଙ୍କର ପ୍ରିୟର ପୁସ୍ତକ ଏବଂ ପର୍ବରୁ ମୁଁ ପାଠ କରିବା ପାଇଁ ମୁଁ ଚାହେଁ। ବିଶେଷ କରି ରୋମି ପୁସ୍ତକ 12 ପର୍ବ 12 ପଦରେ ଯାହା ଅଛି ସେଥିରୁ ଆମେ ମାନେ ଆଜିର ଦିନଟିରେ ଆଜିର ଏ ସନ୍ଧ୍ୟା ସମୟରେ ଆମେ ମାନେ ପାଠ କରିବା ଏବଂ କିଛି ଶିଖିବା। ପରମେଶ୍ୱର ଆମମାନଙ୍କୁ କଣ ଏଇ ବାକ୍ୟରୁ ଶିକ୍ଷା ଦିଅନ୍ତି। ଏଇଠି ଏପରି ଲେଖା ଯାଇଅଛି ଯଦି ଆପଣଙ୍କ ପାଖରେ ବାଇବଲ ଅଛି ଆପଣ ମାନେ ପଢିବେ ଖୋଲିବେ କିନ୍ତୁ ମୁଁ ସମସ୍ତଙ୍କ ନିମନ୍ତେ ଓଡିଆରେ ମୁଁ ପଢେଇବା ପାଇଁ ଚାହୁଁଛି। ରୋମିଓ ପୁସ୍ତକ ତାର 12 ପର୍ବ 12 ପଦରେ ଏପରି ଲେଖାଯାଏ ଭରସାରେ ଆନନ୍ଦ କର କ୍ଲେଶରେ ସହିଷ୍ଣୁ ହୁଅ ପ୍ରାର୍ଥନାରେ ଏକାଗ୍ର ଭାବରେ ନିବିଷ୍ଟ ଥାଉ। ଏଠି ଯେବେ ପଢୁଛୁ ଏଟା ବହୁତ ସିମ୍ପଲ ଷ୍ଟେଟମେଣ୍ଟ ରଖାଯାଇଛି ବହୁତ ସିମ୍ପଲ ରେ ଏହା ଲେଖା ଯାଇଅଛି। ତେଣୁ ଏହି ବାକ୍ୟକୁ ବୁଝିବା ନିମନ୍ତେ ଆମ ମାନଙ୍କୁ କୌଣସି ପ୍ରକାର ଶିକ୍ଷାର ଆବଶ୍ୟକ ନାହିଁ କିମ୍ବା ଜଣେ ବୁଝେଇବାର ଆବଶ୍ୟକ ନାହିଁ ତଥାପି ଆଜି ମୁଁ ଏଇ ପଦରୁ କହିବା ପାଇଁ ଚାହେଁ ଯେହେତୁ ବର୍ତ୍ତମାନର ପରିସ୍ଥିତିରେ ବିଶ୍ୱାସୀ ମାନଙ୍କ ନିମନ୍ତେ ବିଶ୍ୱାସୀ ଏବଂ ବିଶ୍ୱାସିନୀ ମାନଙ୍କ ନିମନ୍ତେ ଆମ ମାନଙ୍କର କର୍ତ୍ତବ୍ୟ କଣ ହେବା ଦରକାର। ମୁଁ ମୋର ବିଶ୍ୱାସରେ ମୁଁ ଯାଞ୍ଚ କରିବା ଦରକାର ଆକୁ ମୁଁ ମେଜର କରିବା ଦରକାର। ଆମେ ଯେବେ ଦୋକାନକୁ ଯାଉଛୁ ଯାହାବି ଜିନିଷ କିଣୁଛୁ ତାର ତଉଲ କରିକି ଆଣୁଅଛୁ। ଆସିବା ପୂର୍ବରୁ ଆମେ ମାନେ ଦେଖୁଛୁ ଯାହାବି କିଣୁଛୁ ଏଇଟା ମେଜରମେଣ୍ଟ ହିସାବରେ ହଉ କିମ୍ବା ୱେଇଂ ମେସିନ ରେ ହଉ କିମ୍ବା ଅନ୍ୟ କିଛି ପ୍ରକାର ବିଭିନ୍ନ ମାଧ୍ୟମରେ ଆମେ ମାନେ କରୁଛୁ ଯଦି ପରିବା କିଣୁଛୁ କିଲୋଗ୍ରାମ ହିସାବରେ ଯଦି ଅନ୍ୟ ଲିକ୍ୱିଡ ଜିନିଷ କିଣୁଛୁ ତାହେଲେ ଏଇଟା ଲିଟର ହିସାବରେ କିନ୍ତୁ ଯଦି ୟା ବାଦ ଆଉ କିଛି ଜିନିଷ ଏପରି ଅଛି ତାହାକୁ ଆମେ ମାନେ ପଇସାର ଆଦାନ ପ୍ରଦାନ ହିସାବରେ ଅମୁକ ଏତିକି ପଇସା ଏତିକି ଟଙ୍କା ହିସାବରେ ଏଇଟା ଏତିକି ମିଳିବ। କେତେଟା ଜିନିଷ କଣ ହଉଛି 10 ଟଙ୍କାରେ ଗୋଟେ ପାଇବେ। ତ ମେଜରମେଣ୍ଟ ପାଇଁ କିଛି ଗୋଟେ ବିଷୟ ରହିଅଛି। ଏଇଟା ଆମ ମାନଙ୍କର ଦୈନନ୍ଦିନ ଜୀବନ ନିମନ୍ତେ ତ ମୋ ବିଶ୍ୱାସର ଯାତ୍ରାରେ ମୁଁ ଜଣେ ବିଶ୍ୱାସୀ ହୋଇଥିବା ହେତୁରୁ ମୁଁ ଖ୍ରୀଷ୍ଟଙ୍କୁ ବିଶ୍ଵାସ କରୁଥିବାରୁ ମୋର ବିଶ୍ୱାସ ଯାତ୍ରାରେ ମୋର ମଧ୍ୟ କିଛି ଏଇପରି ମାପିବାର କିଛି ଜୀବନ ତେଣୁକରି ଆଜିର ଥିମ୍ କୁ ମୁଁ ଏପରି ଦେଇଛି ଦ ବିଲିଭର୍ସ ଇନ୍ ଏଭ୍ରିଡେ ଲାଇଫ ବିଶ୍ୱାସୀ ମାନେ ଦୈନନ୍ଦିନ ଜୀବନରେ ତେଣୁ ପ୍ରତ୍ୟେକ ବିଶ୍ୱାସୀ ମାନଙ୍କ ନିମନ୍ତେ ସେମାନଙ୍କର ଦୈନନ୍ଦିନ ଜୀବନରେ କଣ ହେବା କଣ ନିହାତି ଆବଶ୍ୟକ। ପ୍ରେରିତ ପାଉଲ ଏଇଠି ଲେଖୁଅଛନ୍ତି ତିନୋଟି ବିଷୟ ସେ ଲେଖୁଛନ୍ତି। ଯେବେ ଆମେ ଏଠି ପଢିଛୁ ସେ ତିନୋଟି ବିଷୟକୁ ଲେଖିଛନ୍ତି ପ୍ରଥମେ ସେ କହିଛନ୍ତି ଯେ ଭରସାରେ ଆନନ୍ଦ କର ଦ୍ଵିତୀୟ ବିଷୟ ସେ କହୁଛନ୍ତି ଯେ କ୍ଲେଶରେ ସହିଷ୍ଣୁ ହୁଅ ଏବଂ ତୃତୀୟ ବିଷୟ କହୁଛନ୍ତି ପ୍ରାର୍ଥନାରେ ଏକାଗ୍ର ଭାବରେ ନିବିଷ୍ଟ ଥାଉ। ଯଦି ଆମେ ଆହାକୁ ଇଂଲିଶ ରେ ପଢିବା ଏଠି ଲେଖା ହେଇଛି ରିଜର୍ଭସ ଇନ୍ ହୋପ ରିଜର୍ଭସ ଇନ୍ ହୋପ ଦ୍ଵିତୀୟରେ ବି ପେସେଣ୍ଟ ଇନ୍ ଟ୍ରିବୁଲେସନ କିମ୍ବା ଆଫ୍ଲିକସନ
ଏବଂ ତୃତୀୟରେ be constant in prayer କିମ୍ବା faithful in prayer। ଏ ତିନୋଟି ବିଷୟକୁ ସେ ଆମମାନଙ୍କୁ କରିବା ପାଇଁ ସେ କହୁଅଛନ୍ତି। ତ ପ୍ରଥମେ ଆମେ ଏଇଠୁ ଦେଖିବା ଯେ ପ୍ରଥମ ବିଷୟ ହେଉଛି rejoice in hope, ଭରସାରେ ଆନନ୍ଦ କରିବା। ଆମେ ମାନେ ଯେବେ ପ୍ରଥମେ ପଢୁଛୁ ପ୍ରଥମ ଭାଗରେ ଲେଖା ଯାଇଛି ଭରସାରେ ଆନନ୍ଦ କରିବା। ଆମେ ମାନେ ସମସ୍ତେ ଜାଣିଛୁ ଆଲେକ୍ଜାଣ୍ଡର ଦ ଗ୍ରେଟ୍ ଏମ୍ପରର ବିଷୟରେ। ସମଗ୍ର ଦୁନିଆକୁ ସେ ଜିତି ଯାଇଥିବା ଜଣେ ଏମ୍ପରର ଅଛନ୍ତି। ସେ ଦିନେ କଣ କହୁଥିଲେ, ପୂର୍ବ ଦେଶକୁ ସେ ଯାତ୍ରା କରୁଥିଲେ ଏବଂ ଯାତ୍ରା ସମୟରେ ସେ ତ ଜିତିଥିବା ବିଷୟ ଆମେ ଉଗ୍ର ରାଜ୍ୟକୁ ସେ ଜିତିଛନ୍ତି ଏବଂ ରାଜତ୍ୱ କରିଛନ୍ତି ବୋଲିକି, କିନ୍ତୁ ତାହାଙ୍କର କିଛି ଗୋଟେ ଲୁକାୟିତ ଗୁଣ ରହିଥିଲା ଯାହାକି ଆମେ ଅନେକ ସମୟରେ ତାକୁ ଆମେ ବ୍ୟବହାର କରିପାରିନଥାଉ କିମ୍ବା ବୁଝି ନଥାଉ, ଜାଣିନଥାଉ। ଇତିହାସ ବି ଅନେକ ସମୟରେ ଆମମାନଙ୍କୁ ଏହା ଶିକ୍ଷା ଦେଇ ନଥିବାରୁ ଆମେ ଜାଣିନଥାଉ। କିନ୍ତୁ ଯେବେ ସେ ଯାଉଥିଲେ, ସେ ରାସ୍ତାରେ ଯିବା ସମୟରେ ତାଙ୍କର ବନ୍ଧୁ ମାନଙ୍କୁ ଯେତେ ଜଣଙ୍କୁ ସେ ମିଶୁଥିଲେ ପ୍ରତ୍ୟେକଙ୍କୁ ସେ କିଛି କିଛି ଦାନ ଦେଇକି ଯାଉଥିଲେ। ସେ ଏହିପରି ଏତେ ମାତ୍ରାରେ ଦାନ ଦେଇ ଦେଇ ଯାଉଥିଲେ, ତାହାଙ୍କ ପାଖରେ ଯେତେ ସମ୍ପତ୍ତି ଥିଲା ପାଖାପାଖି ସମସ୍ତ ବିଷୟ ଅଲମୋଷ୍ଟ ସରିବାର ପାଖାପାଖି ଥିଲା। ଏବଂ ସେମାନଙ୍କ ଭିତରୁ ଜଣେ ସାଙ୍ଗ ତାଙ୍କୁ ପଚାରିଲେ, ଆରେ ଆଲେକ୍ଜାଣ୍ଡର ମୋ ସାଙ୍ଗ, ଯୋଉ ସମସ୍ତ ବିଷୟ ତମେ କରୁଅଛ, ଦାନ ଦେଉଅଛ, ଦକ୍ଷିଣା ଦେଉଅଛ, ସାଙ୍ଗ ମାନଙ୍କୁ ବାଣ୍ଟି ଯାଉଅଛ, ମୁଁ ବହୁତ ଖୁସି ଅଛି। କିନ୍ତୁ ଏଇପରି ଯଦି କରିବୁ କିଛି ଦିନ ପରେ ତମର ସମସ୍ତ ସମ୍ପତ୍ତି ଯାହା ଯାହା ଅର୍ଜନ କରିଅଛୁ ସମଗ୍ର ସମ୍ପତ୍ତି ନଷ୍ଟ ହେଇଯିବ, ସରିଯିବ। ସବୁ ସରିଯିବାର ପାଖାପାଖି ହେଇଛି ଏବଂ ତମ ପାଖରେ କିଛି ରହିବ ନାହିଁ। ଆଲେକ୍ଜାଣ୍ଡର ତାଙ୍କୁ ଅନେଇଲେ ଏବଂ ତାଙ୍କୁ କହିଲେ, ମୁଁ ଏହା ଜାଣିଛି, କିନ୍ତୁ ଏବେ ବି ମୁଁ ଭରସା କରୁଅଛି ଏହା କେବେ ହିଁ ହେବ ନାହିଁ। ମୋର ଭରସା ଏବେ ବି ଅଛି ଯେ ମୋର ଏ କାମଟା କେବେ ସରିବ ନାହିଁ। ପ୍ରିୟର ଈଶ୍ୱରଙ୍କର ବିଶ୍ବାସୀ ବିଶ୍ବାସିନୀ ମାନେ ଯୋଉମାନେ ଆଜି ଏଠାରେ ଅଛନ୍ତି, ଆଲେକ୍ଜାଣ୍ଡର ଚାହିଁଥିଲେ ସମଗ୍ର ପୃଥିବୀରୁ ସମଗ୍ର ଦେଶରୁ ନିଜର ସମ୍ପତ୍ତିକୁ ସେ ଠୁଳ କରିପାରିଥାନ୍ତେ, ନିଜର ପାଇଁ ସେ ରଖି ପାରିଥାନ୍ତେ ଏବଂ ସେ ଆରାମଦାୟକ ଜୀବନ ଯାପନ କରିଥାନ୍ତେ। କିନ୍ତୁ ସେ କଣ କଲେ, ସରିବା ଅପେକ୍ଷା ଦେବାରେ ସେ ଭରସା କଲେ। ତାଙ୍କ ପାଖରେ କନସିଷ୍ଟେଣ୍ଟ ଟ୍ରଷ୍ଟ ଥିଲା। ତାଙ୍କ ପାଖରେ ଏହିପରି ବିଶ୍ୱାସ, ଏହିପରି ଭରସା ଥିଲା ଯାହା କେବେ ବିଚଳିତ କରେ ନାହିଁ। ଅବିଚଳିତ ବିଶ୍ୱାସ ବା ଭରସା ତାଙ୍କ ପାଖରେ ଥିଲା। ଅନେକ ସମୟରେ ମୁଁ ଜଣେ ବିଶ୍ୱାସୀ ହେଇଥିବାରୁ ମୋ ପାଖରେ ଅବିଚଳିତ ନାଇଁ, ଏପରି ବିଶ୍ୱାସ ଅଛି କି ଆଲେକ୍ଜାଣ୍ଡରଙ୍କ ପରି ମୋ ପାଖରେ ଏହିପରି ବିଷୟ ଅଛି କି, ସକାରାତ୍ମକର ବିଶ୍ୱାସ ଅଛି କି? ଜଣେ ବିଶ୍ୱାସୀ ବିଶ୍ୱାସରେ ହିଁ ନିଜର ଭରସାକୁ ସ୍ଥାପନ କରିପାରିଥାଏ। ମୁଁ କାହା ଉପରେ ବିଶ୍ୱାସ କରୁଅଛି, ମୁଁ କାହା ଉପରେ ମୋର ଆସ୍ଥା ରଖିଅଛି, ମୁଁ କାହା ପାଇଁ ମୋର ନିଜର ଆସ୍ଥା ରଖିଅଛି। ଈଶ୍ୱରଙ୍କ ଉପରେ ମୋର ଆସ୍ଥା ରଖିଅଛି, ନା ମୁଁ କାହା ଉପରେ ଆସ୍ଥା ରଖିଅଛି? ମୁଁ କାହା ପାଇଁ ବଞ୍ଚିବା ପାଇଁ ଚାହୁଁଛନ୍ତି? ଆଲେକ୍ଜାଣ୍ଡର ଅତି ଉତ୍ତମ ଭାବରେ ବହୁତ ସିମ୍ପଲ ୱେରେ ସେ କଣ କହିଲେ, ମୁଁ ଏହା ଜାଣିଅଛି। କଣ କହିଲେ? ମୁଁ ଏହା ଜାଣିଅଛି।
ଯଦି ଆମେ ମାନେ ଜେରେମିୟ ପୁସ୍ତକ 29 ପଦର 11 ପଦରେ ପଢିବା, ଜେରେମିୟ ପୁସ୍ତକ 29 ର 11 ପଦରେ ଏପରି ଲେଖାଯାଇଅଛି, ତୁମ୍ଭେମାନେ ଆମ୍ଭକୁ ଆହ୍ୱାନ କରିବ ଓ ଯାଇ ଆମ୍ଭ ନିକଟରେ ପ୍ରାର୍ଥନା କରିବ, ତହିଁରେ ଆମ୍ଭେ ତୁମ୍ଭମାନଙ୍କ କଥାରେ ମନୋଯୋଗ କରିବା। 12 ପଦରେ ମୁଁ ଏଇଟା ପଢିଲି, 11 ପଦରେ ପଢିବା। କାରଣ ସଦା ପ୍ରଭୁ କହନ୍ତି, ତୁମ୍ଭମାନଙ୍କ ପକ୍ଷରେ ଆମ୍ଭେ ଯେ ସକଳ ସଂକଳ୍ପ କରିଅଛୁ, ତାହା ଆମ୍ଭେ ଜାଣୁ। ତୁମ୍ଭମାନଙ୍କର ଅନ୍ତିମ କାଳରେ ତୁମ୍ଭମାନଙ୍କୁ ଭରସା ଦେବା ନିମନ୍ତେ ସେ ସବୁ ଅମଙ୍ଗଳର ନୁହେଁ, କିନ୍ତୁ ମଙ୍ଗଳର ସଂକଳ୍ପ ଅଟେ। ଆଜି ସେଦିନ ଜେରେମିୟ ଇସ୍ରାଏଲ ଲୋକମାନଙ୍କ ନିମନ୍ତେ ବାକ୍ୟ କହିଥିଲା। ଆଜି କଣ ଏହି ବାକ୍ୟ ମୋ ପାଇଁ ଅଟେ କି? ବର୍ତ୍ତମାନର ପରିସ୍ଥିତିରେ ବିଶ୍ୱାସୀ ମାନଙ୍କର, ବିଶେଷ କରି ଖ୍ରୀଷ୍ଟୀୟ ବିଶ୍ୱାସିନୀ ମାନଙ୍କର ବିଶ୍ୱାସକୁ ସୁଦୃଢ କରିବାକୁ ହେଲେ ମୁଁ ବାଇବଲକୁ ରିଟର୍ନ ହଉଛି କି? ପରମେଶ୍ୱରଙ୍କ ନିକଟରେ ମୋର ଆସ୍ଥା, ବିଶ୍ୱାସ ଦୃଢତାର ସହିତ ଅଛି କି? ମୁଁ କୋଉ ଜାଗାରେ ଛିଡା ହେଇଛି? ଦ୍ଵିତୀୟତଃ, ଭରସା କରିବାର ଅର୍ଥ ଏହା ଯେ, ଭରସାରେ ଆନନ୍ଦ କରିବାର ଅର୍ଥ ଏହା ଯେ, ଈଶ୍ୱରଙ୍କର ଅନୁଗ୍ରହ ହଉଛି ମୋର ବଳ ବା ସାମର୍ଥ୍ୟ ବୋଲି ମାନିବା। ପ୍ରଥମତଃ ହଉଛି ଅଟଳ ବିଶ୍ୱାସ କିମ୍ବା ଅଟଳ ଭରସା। ଦ୍ଵିତୀୟତଃ ହଉଛି ତାଙ୍କ ଅନୁଗ୍ରହ ମୋର ବଳ ଅଟେ କି? ଈଶ୍ୱରଙ୍କର ଅନୁଗ୍ରହ ସମସ୍ତ ବିଷୟରେ ବା ସମସ୍ତ ସମୟରେ ଯଥେଷ୍ଟ ଅଟେ। ଏହା ଦୁର୍ବଳତା ସମୟରେ ହଉ କିମ୍ବା ସବଳତା ସମୟରେ ହଉ, ଏହା ସଫଳତା ସମୟରେ ହଉ କିମ୍ବା ବିଫଳତା ସମୟରେ ହଉ, ଈଶ୍ୱରଙ୍କର ଅନୁଗ୍ରହ ଆମମାନଙ୍କୁ ବଳ ଯୁକ୍ତ କରାଏ, ଶକ୍ତି ଯୁକ୍ତ କରାଏ। ଈଶ୍ୱରଙ୍କର ଅନୁଗ୍ରହ ମୋର ଶକ୍ତି ଅଛି କି? ସମସ୍ତ ସମୟରେ ଆନନ୍ଦ କରିବାର ଅର୍ଥ ଏହା ଯେ, ମୁଁ ଈଶ୍ୱରଙ୍କର ଅନୁଗ୍ରହରେ ମୁଁ ଛିଡା ହେଇଛି ଏବଂ ଈଶ୍ୱରଙ୍କର ଅନୁଗ୍ରହ ହଉଛି ମୋର ବଳ। ସେଦିନ ଗୋଟେ ସାନ ଛୁଆ ନିଜ ପାଇଁ, କାହାକୁ ଦେବା ପାଇଁ ନୁହଁ, କିନ୍ତୁ ନିଜ ପାଇଁ ରୁଟି ମାଛ ନେଇକି ଯାଇଥିଲେ। କିନ୍ତୁ ଯେବେ ଯୀଶୁ ଖ୍ରୀଷ୍ଟ କହିଲେ ଯେ, କାହା ପାଖରେ କିଛି ଖାଇବାର କିଛି ଅଛି କି? ସେ ତୁରନ୍ତ ତାଙ୍କର ସମସ୍ତ ଖାଇବା ଜିନିଷ ଦେଇଦେଲେ। ଯେହେତୁ ତାଙ୍କେ ଜାଣିଥିଲେ, ସେ ଛୋଟ ଛୁଆ ଜାଣିଥିଲା ଯେ ଈଶ୍ୱରଙ୍କର ଅନୁଗ୍ରହ ହିଁ ତାଙ୍କର ବଳ ଏବଂ ଏହା ପ୍ରଚୁରତାକୁ ଆଣିବେ। ଏହାକୁ ସେ ପ୍ରଚୁରତାକୁ ଆଣିବେ ଏବଂ ଅନେକ ଲୋକଙ୍କୁ ଖୁଏଇବେ। ତେଣୁକରି ପାଉଲ ଲେଖୁଛନ୍ତି ଦ୍ଵିତୀୟ କରନ୍ତି 12:9 ଈଶ୍ୱରଙ୍କର ଅନୁଗ୍ରହ ମୋ ପାଇଁ ସଫିସିଏଣ୍ଟ ବା ଯଥେଷ୍ଟ ବୋଲି କହୁଛନ୍ତି। ମୋ ପାଇଁ କିଏ ବା କଣ ଯାହା ମତେ ଶକ୍ତିଯୁକ୍ତ କରାଏ? କିମ୍ବା ଅନେକ ସମୟରେ ଆମେ କଣ କହୁଛୁ, ପଇସା ମୋ ପାଇଁ ଯଥେଷ୍ଟ, ମୁଁ ଯୋଉ ପରିସ୍ଥିତିରେ ବି ମୁଁ ବଞ୍ଚି ପାରିବି। କିମ୍ବା ମୋ ସାଙ୍ଗ ମୋ ପାଇଁ ଯଥେଷ୍ଟ, ଯେହେତୁ ସେମାନେ ସମସ୍ତ ସମୟରେ ମୋ ପାଇଁ ଛିଡା ହେବେ। କିମ୍ବା ମୋ ବାପା ମା ମୋ ପାଇଁ ଯଥେଷ୍ଟ,
ଯେହେତୁ ସେମାନେ ମୋର ଜୀବନର ପିଲାର ଅଟନ୍ତି, କିମ୍ବା ମୋର ଏମ୍ପ୍ଲୟମେଣ୍ଟ, ମୁଁ ଯାହା କାମ କରୁଅଛି ଏହା ମୋ ଲାଇଫକୁ ସୁରକ୍ଷିତ ରଖୁଅଛି, ତେଣୁକରି ଏହା ମୋ ପାଇଁ ଯଥେଷ୍ଟ। କିନ୍ତୁ ପାଉଲ ଏଇଠି କଣ କହିଛନ୍ତି? ଈଶ୍ୱରଙ୍କର ଅନୁଗ୍ରହ ମୋ ପାଇଁ ଯଥେଷ୍ଟ। ଆପଣଙ୍କ ପାଇଁ କଣ ଯଥେଷ୍ଟ ବୋଲି ଭାବୁଛନ୍ତି? ଆପଣଙ୍କ ନିମନ୍ତେ କଣ? ମୋ ପାଇଁ କଣ ଯଥେଷ୍ଟ ବୋଲି ଭାବୁଛ? ମୋର ବଳ କଣ? ଈଶ୍ୱରଙ୍କର ଅନୁଗ୍ରହ ନା ମୋର ନିଜର ଆଚିଭମେଣ୍ଟ? ଏବଂ ତୃତୀୟରେ ହଉଛି ଭରସାରେ ଆନନ୍ଦ କର। ଏହାର ଅର୍ଥ ଭରସା କର। ଭରସା କରିବାରେ କେବେ ବି ପଛ ଘୁଞ୍ଚା ହେବେ ନାହିଁ। ଭରସା କରିବାରେ କେବେ ବି ପଛଘୁଞ୍ଚା ଦେବେ ନାହିଁ। ସେଦିନ ଜଣେ ସ୍ତ୍ରୀ ଲୋକ ଯେବେ ଯୀଶୁ ଚାଲି ଚାଲି ଯାଉଥିଲେ, ଏତେ ବର୍ଷର ଫେଲର ପରେ ସେ ଯୀଶୁଙ୍କର ପଛେ ପଛେ ଦୌଡ଼ିଲେ, ଭିଡରେ ମଧ୍ୟ, ଏବଂ ଯୀଶୁଙ୍କର ପଛରୁ ତାଙ୍କର ବସ୍ତ୍ରକୁ ସ୍ପର୍ଶ କରିକି ଆସିଥିଲେ ଏବଂ ସେଦିନ ସୁସ୍ଥତା ପାଇଥିଲେ। କଣ ପାଇଁ? ଭରସା। ପ୍ରିୟର ଖ୍ରୀଷ୍ଟୀୟ ବିଶ୍ୱାସୀ ମାନେ ଯେତେ ଜଣ ଆଜି ଆମେ ଶୁଣୁଛୁ, ମୋର ଭରସା ଈଶ୍ୱରଙ୍କ ଉପରେ ଦୃଢ ଅଛି କି? ମୁଁ ଆନନ୍ଦ କରୁଅଛି କି? ବର୍ତ୍ତମାନ ଆମ ଚତୁଃପାର୍ଶ୍ୱରେ ଅନେକ ପ୍ରକାର ତାଳନା ଆସୁଅଛି, ବିଶେଷ କରି ଖ୍ରୀଷ୍ଟୀୟ ବିଶ୍ୱାସୀ ମାନଙ୍କ ନିମନ୍ତେ। ସେ ସମସ୍ତ ପରିପ୍ରେକ୍ଷୀରେ ମଧ୍ୟ ମୁଁ ଛିଡା ହଉଛି କି? ଡୁ ଆଇ ଷ୍ଟାଣ୍ଡ ଫର୍ମ? ମୁଁ ସେଟାରେ ଛିଡା ହଉଛି କି ଅବିଚଳିତ ଭାବରେ? ପାଉଲ ତେଣୁ କରି ବିଶ୍ୱାସୀ ମାନଙ୍କୁ ଏହି ବିଷୟ ମନେ ପକେଇ ଦେବା ପାଇଁ ଚାହୁଁଥିଲେ ଯେ, କଣ? ଭରସାରେ ଆନନ୍ଦ କର। ପ୍ରିୟର ଖ୍ରୀଷ୍ଟୀୟ ବିଶ୍ୱାସୀ ମାନେ ଭରସାରେ ଭାଙ୍ଗି ପଡନାହିଁ, ଭରସା ଛାଡି ଦିଏ ନାହିଁ, କିନ୍ତୁ ଭରସାରେ ଆନନ୍ଦ କର। ଯାହା ବି କିଛି ବି ହଉ, ଭରସାରେ ଆନନ୍ଦ କର। ମୁଁ କଣ ପ୍ରସ୍ତୁତ ଅଛି କି? ଯେ ସମସ୍ତ ବିଷୟ ବି ହଉନା କାହିଁକି, ମୁଁ ଈଶ୍ୱରଙ୍କର ଉପରେ ନିଜର ବିଶ୍ୱାସ ରଖିଛି କି? ଦ୍ଵିତୀୟରେ ପାଉଲ କହୁଛନ୍ତି, କ୍ଲେଶରେ ସହିଷ୍ଣୁ ହୁଅ। ଷ୍ଟ୍ରେଂଥ ଇନ୍ ଟ୍ରିବୁଲେସନ ବା ଷ୍ଟ୍ରେଂଥ ଇନ୍ ଆଫ୍ଲିକ୍ସନ। ଟ୍ରିବୁଲେସନ ଯେବେ କହୁଛୁ, ଭୟଙ୍କର ତାଳନାକୁ ବୁଝାଏ। କିନ୍ତୁ ଯେବେ ଆମେ ଆଫ୍ଲିକ୍ସନ ଯେବେ କହୁଛୁ ଇଂଲିଶ ର, ଆଫ୍ଲିକ୍ସନ ର କିଛି ମାତ୍ରାରେ ଟ୍ରିବୁଲେସନ ରୁ ଟିକେ କମ ଥିବ। ତ ଏହି ପରିପ୍ରେକ୍ଷୀରେ ଆମେମାନେ ଆମର ବିଶ୍ୱାସ ନିମନ୍ତେ ବାଧାର କାରଣ ସୃଷ୍ଟି ହଉଥିବା ଆମ ଘର ଭିତରେ ନୁହଁ, କିନ୍ତୁ ଆମର ଘର ବାହାରେ ଆମର ବିଶ୍ୱାସରେ ଛିଡା ହେବା ନିମନ୍ତେ କୋଉ ପ୍ରକାର ବାଧାଜନକ ବିଷୟ ଆଣେ। ଏହିପରି ପରିସ୍ଥିତି କିପରି ମୋ ନିକଟରେ ଆସୁଅଛି କି, ଯୋଉ ସମୟରେ ମୁଁ ସହିଷ୍ଣୁତା କିମ୍ବା ସହିବାର କ୍ଷମତା ନିମନ୍ତେ ମୁଁ ଛିଡା ହେବି। ସହିବାର କ୍ଷମତା, ଯଦି ସବୁଠୁ ସହଜ ବୁଝିବା ପାଇଁ କିଛି ଗୋଟେ ଉଦାହରଣ ଦେବା ପାଇଁ ଯଦି ଆମେ ଚାହିଁବା, ତାହେଲେ ବାଇବଲର ଦାନିଏଲ ପୁସ୍ତକ 3 ଯଦି ଆମେ ପଢିବା, ବିଶେଷ କରି 24-25, ଦାନିଏଲ ପୁସ୍ତକ 3 ଯେବେ ପଢିବା, ସେଠି ସୈଦ୍ରକ, ମୈଶକ, ଅବେଦନଗୋଙ୍କ ବିଷୟରେ ଲେଖାଯାଏ। ଏବଂ ବାବିଲନର ରାଜା ଏପରି ଘୋଷଣା କଲା ଯେ, ମୁଁ ଯାହା ନିର୍ମାଣ କରିଅଛି, ଯୋଉ ମୂର୍ତ୍ତିକୁ ନିର୍ମାଣ କରିଛି, ତାହା ଛଡା କେହି ଅନ୍ୟ ଦେବା ଦେବୀଙ୍କ ନିକଟରେ ପ୍ରାର୍ଥନା କରିବେ ନାହିଁ କିମ୍ବା ମୁଣ୍ଡ ନୁଆଇବେ ନାହିଁ। କିନ୍ତୁ ଏଇ 3 ଜଣ ବ୍ୟକ୍ତି, ସୈଦ୍ରକ, ମୈଶକ, ଅବେଦନଗୋ, ସେମାନେ କଣ କଲେ?
ଆମେ ମାନେ ଜୀବିତ ପରମେଶ୍ୱରଙ୍କର ସେବା କରୁଅଛୁ, ତାହାଙ୍କୁ ଛାଡି ଆମେ ମାନେ କାହାକୁ ସେବା କରିବୁ ନାହିଁ। ସେଇ ସମୟରେ ନେବୁକଦନେସର ସେମାନଙ୍କର ନିମନ୍ତେ କଣ କରିଛନ୍ତି ଆମେ ସମସ୍ତେ ଜାଣିଛୁ। ଏଇ ତିନି ଜଣଙ୍କୁ ବାନ୍ଧି ନିଆଁରେ ପକେଇବା ପାଇଁ ଲୋକ ଡକେଇଲେ ଏବଂ ସେମାନଙ୍କୁ ନିଆଁରେ ପକେଇଲେ। ତ ଯେବେ ଆମେ ମାନେ କହୁଛୁ କ୍ଲେଶର ଅର୍ଥ ହଉଛି, ଏହା ହଉଛି ବାଇବଲର ଗୋଟେ ଅତି ସହଜରେ ବୁଝିବା ପାଇଁ ଗୋଟେ ଇମିଡିଏଟ ଉଦାହରଣ ଆମ ମାନଙ୍କ ନିମନ୍ତେ। କିନ୍ତୁ ସବୁଠୁ ବଡ ବିଷୟ ଏଠି କଣ ଦେଖୁଛୁ ଯେ ରାଜାଙ୍କ ନିମନ୍ତେ ଏଇ ତିନି ଜଣଙ୍କ ନିମନ୍ତେ ଶାସ୍ତି କଣ, ଦଣ୍ଡ କଣ, ଯେ ଏଇ ତିନି ଜଣଙ୍କୁ ସେମାନେ ବାନ୍ଧି ଅଗ୍ନିକୁଣ୍ଡରେ ପକେଇବା। ଏବଂ ସେମାନେ ଅଗ୍ନି କୁଣ୍ଡରେ ପଡିବା ପୂର୍ବରୁ ଏମାନେ ମୃତ୍ୟୁ ପାଇଯାଇଥିଲେ। ଯେହେତୁ ସେମାନେ ଆଜ୍ଞା ଅବମାନନା କଲେ। କିନ୍ତୁ ଏ ସମସ୍ତ ପରେ ଆମେ ମାନେ ଦେଖୁଛୁ ଯେ ଏମାନଙ୍କର ଧୈର୍ଯ୍ୟ ଶକ୍ତି ସହିଷ୍ଣୁତା ସକାଶୁ ଏଇଠି ଏଇପରି ବିଷୟ ଲେଖା ଯାଇଅଛି ଯେ ଆମ୍ଭେମାନେ ଯେବେ 24 ଆଉ 25ରେ ଯେବେ କରୁଛୁ, ରାଜା ଇମିଡିଏଟଲି ନିଜର ଆସନରୁ ଉଠି ପଡିଲେ ଏବଂ ଅନ୍ୟମାନଙ୍କୁ ପଚାରିବାକୁ ଲାଗିଲେ ଯେ ଆମେ କି ତିନି ଜଣଙ୍କୁ ନିଆଁରେ ପକେଇ ନଥିଲୁ? ତେବେ ଏହି ଚତୁର୍ଥ ବ୍ୟକ୍ତି କିଏ ଅଟନ୍ତି? ହୁ ଇଜ ଦ୍ୟାଟ୍ ଫୋର୍ଥ ପର୍ସନ? ସେ ଚତୁର୍ଥ ବ୍ୟକ୍ତି କିଏ ଅଟନ୍ତି? ସେଇଦିନ ଯେହେତୁ ନେବୁକଦନେଜର ରାଜା ପ୍ରମାଣ କରିବା ପାଇଁ ଚାହୁଁଥିଲେ ଏଥି ନିମନ୍ତେ ସେଇ ଚତୁର୍ଥ ବ୍ୟକ୍ତି କିମ୍ବା ପରମେଶ୍ୱର ନିଜେ ଯୀଶୁ ଖ୍ରୀଷ୍ଟ ନିଜେ ସେମାନଙ୍କ ପାଖକୁ ଓହ୍ଲେଇ ଆସିଲେ ଏହା ନୁହଁ, କିନ୍ତୁ ଏଇ ତିନି ଜଣ ବ୍ୟକ୍ତି ସେମାନଙ୍କର ସହିବାର କ୍ଷମତା, ସହିଷ୍ଣୁତା, ସେମାନଙ୍କର ଯୋଉ ସାହସ ଶକ୍ତି ଥିଲା, ଏହାକୁ ପ୍ରମାଣ କରିବା ନିମନ୍ତେ ସେ ନିଜେ ଓହ୍ଲେଇ ଆସିଲେ। ପ୍ରିୟର ଦାସ ଦାସୀଗଣ, ଯଦି ଆପଣଙ୍କ ପାଖକୁ ଆପଣଙ୍କର ଦୁଃଖ ସୁଖ ସମୟରେ ଯେବେ ସାରା ଦୁନିଆ ଆପଣଙ୍କୁ ହସୁଛି, ଯଦି ଈଶ୍ୱରଙ୍କୁ ଏ ଜଗତରେ ଅନ୍ୟମାନଙ୍କ ପାଖରେ ଛିଡା କରାଇବା ପାଇଁ ଚାହୁଁଛନ୍ତି, ତାହେଲେ ସେମାନଙ୍କ ପରି ମୋର ସାମର୍ଥ୍ୟ ଅଛି କି ସହିବାର ସାମର୍ଥ୍ୟ, ସହିଷ୍ଣୁତାର ଇଚ୍ଛା ଶକ୍ତି ମୋ ପାଖରେ ଅଛି କି? ଅନେକେ ଏହିପରି କୁହନ୍ତି, ଯେବେ ଆମେ ଉପାସନା କରୁଅଛୁ ଆମେ ସ୍ୱର୍ଗକୁ ପୃଥିବୀକୁ ନେଇକି ଆସୁଛୁ। ସ୍ୱର୍ଗ ଓହ୍ଲେଇ ଆସେ। କିନ୍ତୁ ଆଉ ଗୋଟେ ରହସ୍ୟମୟ କହିବା ପାଇଁ ମୁଁ ଚାହେଁ, ଯେବେ ଆମେ ମାନେ ତାଳନା ସମୟରେ, କ୍ଲେଶ ସମୟରେ, ନିନ୍ଦା ଅପମାନ ସମୟରେ ଈଶ୍ୱରଙ୍କ ନିମନ୍ତେ ଦୃଢତାର ସହିତ ଛିଡା ହେବା, ସେହି ସମୟରେ ଈଶ୍ୱର ନିଜେ ଓହ୍ଲେଇ ଆସନ୍ତି ଆମ ସହିତରେ ଛିଡା ହେବା ପାଇଁ, ଆମକୁ ସାହସ କରିବା ପାଇଁ। ଆପଣ ମାନେ ବାଇବଲରେ ଏହିପରି ଲେଖା ଯାଇଛି ଯେ ସେମାନେ ଏଇ ତିନି ଜଣଙ୍କ ସହିତ ସେ ମଧ୍ୟ କଣ କଲେ, ସେମାନଙ୍କ ସହିତ ସେଇଠି ଚାଲିବା ଆରମ୍ଭ କଲେ, ବୁଲିବା ଆରମ୍ଭ କଲେ, କଥାବାର୍ତ୍ତା ଆରମ୍ଭ କଲେ। କ୍ଲେଶ ସମୟରେ ମୁଁ ପରମେଶ୍ୱରକୁ ଛାଡି ଦେଇକି ପଳେଇ ଯାଉଛି, ନା ମୁଁ ପରମେଶ୍ୱରଙ୍କ ନିମନ୍ତେ ଛିଡା ହଉଛି? God wants to walk with you. God wants to stay with you. ପରମେଶ୍ୱର ମୋ ସାଙ୍ଗରେ ଗମନାଗମନ କରିବା ପାଇଁ ଚାହାନ୍ତି। ପରମେଶ୍ୱର ମୋ ସହିତ କଥାବାର୍ତ୍ତା ହେବା ପାଇଁ ଚାହାନ୍ତି। ପରମେଶ୍ୱର ମୋର ସହଭାଗିତା ମତେ ଚାହାନ୍ତି। କିନ୍ତୁ ଏହା ତାଳନା ସମୟରେ ଏହା ମୋ ପାଇଁ ଗୋଟେ ଶକ୍ତିଯୁକ୍ତ କରିବାର ଗୋଟେ ମାଧ୍ୟମ ବୋଲି ଭାବୁଛୁ? ନା, ଏହା ଈଶ୍ୱରଙ୍କ ଠାରୁ ମତେ ଛଡେଇ ନେବା ପାଇଁ
गोटे माध्य बोली भावुछु मो पई कोन अटे तेणु पाउल कहउचंती जेबे क्लेशर अछ सही समय क्लेश को बाछंतु नहीं किंतु क्लेश मध्यरे आनंद को बाछंतु क्लेश समय रे साहसर सहित ताको फेस करंतु एही विषय को मने पकेबा जेबे एही परिका आम मानकर विश्वासर जर्नी रे विश्वासर यात्रा रे जदि किछि तूफान आसे से तूफान मध्यरे मध्य ख्रीष्ट अछंती से दिन शिष्य माने तूफान र मझिरे थिले समुद्र मझिरे तूफान अंधार मृत्युर सम्मुखीन थिले सही समय ख्रीष्ट छड़ा हेले आज मध्य सही ख्रीष्ट जीवित अछंती सही ख्रीष्ट आम मानक सामने छड़ा हेबा पई चाहंती से चाहुचंती ए समस्त क्लेश मध्यरे मु छड़ा हेबी साहाय्य करिवे बोलिकी किंतु से चाहती मु धैर्यर सहित सहिष्णुतार सहित यह मु सामना करुछि कि एवं तृतीय रे पाउल कहउछंती प्रिजर्व इन प्रेयर प्रार्थना रे एकाग्र भाव रे निविष्ट था तृतीय विषय होची प्रार्थना रे एकाग्र भाव रे जदि आमे ने तार नेगेटिव पॉइंट टिके आमे ने चिंता करिबा जे नेगेटिव पॉइंट रे जदि मु जदि प्रार्थना करिबि नाही ताहेले मोर कोन हेबो जेबे आमे ने प्रार्थना छाडू किबा जेबे आमे ने जीशुଙ୍କ सहित कथावार्ता हेबा ପାଇଁ ଛାଡୁ ଈଶ୍ୱରଙ୍କ ସହିତ କଥାବାର୍ତ୍ତା ହେବା ପାଇଁ ଛାଡୁ ତାହେଲେ ଆମେ ଆମର आध्यात्मिक जीवन रे दुर्बलता को प्रयास करूछु दुर्बलता को आणुअछु एवं द्वितीय रे जेबे आमे नेग्लेक्ट करूछु सही समय रे आमर जो सामर्थ्य को आमे माने कोन करूछु क्षय हो जाए आमर सामर्थ्य सॉरी आमर सामर्थ्य क्षय हो जाए यह धीरे धीरे कम हेबा को लागे यह धीरे धीरे क्षय हेबा को लागे एवं सही समय रे आमे माने कोन हेबा दुर्बल हेबा आमे माने दुर्बल हेबा एवं तृतीय रे कोन हेबो जेबे आमे किछि खाइबा पीबा नाही दुर्बल हेले कोन हेबो अनेक समय रे आमे माने कोलैप्स हो जाऊ हठात रे मुह मारी की किंबा दुर्बलता सकाशु आमे पड़ी जाऊ किंबा किछि हो विश्वास र जर्नी रे मध्य प्रार्थना बिना आम मानकर जीवन एई परि हुए अनेक समय आमे पड़ी जाऊ विश्वास रु जेबे प्रार्थना रु जेबे आमे निवृत्त हो आमे मानकर आध्यात्मिक जीवन रे कोन होउची किछि गोटे एमिति छोट छोट विषय रे मध्य आमे माने झुंटी की पड़ी जाई थाओ तेणु प्रार्थना बिना आमे माने किछि करि पारुना जॉन 15 पर्व 5 पद रे यीशु तांकर शिष्य मानकु कहिले प्रार्थना बिना तुम माने किछि करि न पार केवल प्रार्थना ही आंभ मानकु यीशुଙ୍କ सहित ईश्वरଙ୍କ सहित रे आमानकु कोन करे बहुत मजबूत र सहित धरी रहिबा ପାଇଁ छेड़ा हेबा ପାଇଁ साहाय्य करे जेपरि गोटे गछ निजर चेर माटी तळकु जाए एवं यह मजबूत कराए छेड़ा हेबा ପାଇଁ प्रार्थना आम मानकु सही परिशक्ति के यह आम मानकर चेर बहुत स्ट्रांग हुए मजबूत हुए जद्वारा आम छेड़ा ही परिबा तेणु करी पाउल कहउछंती जे प्रार्थना रे की परि आम्भे माने समस्ते
ନିବିଷ୍ଟ ରହିବା କିମ୍ବା ମନୋଯୋଗୀ ହେବା ସେହି ବିଷୟରେ ଆମମାନଙ୍କୁ ସେ କହୁଅଛନ୍ତି। ତେଣୁକରି ପାଉଲ କହୁଛନ୍ତି ପ୍ରଥମ ଥେସଲୋନିୟ 5:17 ପ୍ରେ ୱିଥାଉଟ୍ ସିଜିଂ, ପ୍ରାର୍ଥନାରେ ନିବୃତ୍ତ ନ ହେବା ପାଇଁ ସେ କହୁଛନ୍ତି, ନିରନ୍ତର ପ୍ରାର୍ଥନା କରିବା ପାଇଁ ସେ କହୁଛନ୍ତି। ଯେହେତୁ ପ୍ରାର୍ଥନା ହିଁ ଆମ ମାନଙ୍କର ବଡିର ଯେପରି ଭିଟାମିନ ର ଆବଶ୍ୟକ ହଉଛି ଖାଇବା ମାଧ୍ୟମରେ ଆସେ, ସେହିପରି ପ୍ରାର୍ଥନା ଆମ ମାନଙ୍କୁ ଆମର ବିଶ୍ୱାସର ଜର୍ଣ୍ଣିରେ ଆମମାନଙ୍କୁ ମଜବୁତ କରାଏ, ଭିଟାମିନ ସଦୃଶ ଆମକୁ ସାହାଯ୍ୟ କରେ। ଦାନିଏଲ ଦିନକୁ 3 ଥର ପ୍ରାର୍ଥନା କଲେ, ସମସ୍ତ ଦିନ। ତାଙ୍କ ବିରୁଦ୍ଧରେ ଯେବେ ସମସ୍ତ ଦେଶର ଲୋକମାନେ ତାଙ୍କ ବିରୁଦ୍ଧରେ ଛିଡା ହେଲେ, ସେହି ସମୟରେ ମଧ୍ୟ ସେ 3 ଥର ପ୍ରାର୍ଥନା କଲେ। ଏବଂ ପ୍ରାରମ୍ଭିକ ମଣ୍ଡଳୀ, ଯଦି ଆମେ ପଢିବା ପ୍ରେରିତ 1:14 ସେଠି ଲେଖା ଯାଇଛି, ସେମାନେ ନିରନ୍ତର ପ୍ରାର୍ଥନା କଲେ ସମସ୍ତେ ଏକାଗ୍ରତାର ସହିତ, ଏକ ମନ ଏକ ହୃଦୟର ସହିତ, ଯେବେ ପର୍ଯ୍ୟନ୍ତ ପବିତ୍ର ଆତ୍ମା ଓହ୍ଲେଇ ଆସିନାହାନ୍ତି। ସେମାନେ ସମସ୍ତେ ଗୋଟେ କୋଠରୀରେ ରୁଦ୍ଧବଦ୍ଧ ହୋଇ ସେମାନେ ପ୍ରାର୍ଥନା କରୁଥିଲେ। ଆମ୍ଭ ମାନଙ୍କର ସଫଳତା ଆସିବ ସେହି ସମୟରେ ଯେବେ ଆମ ମାନଙ୍କର ନିରନ୍ତରର ପ୍ରାର୍ଥନା ରହିଥିବ। ନିରନ୍ତରର ପ୍ରାର୍ଥନା ଆମମାନଙ୍କୁ ବିଜୟ ପ୍ରାପ୍ତ କରିବା ପାଇଁ ସୁଯୋଗ ଦେବ। ଯୁଦ୍ଧ କରିବା ପାଇଁ, ଲଢେଇ କରିବା ପାଇଁ ଆମମାନଙ୍କୁ ସାହାଯ୍ୟ କରିବ। ମୋ ଜୀବନରେ ମୋ ପାଇଁ କଣ ଗୁରୁତ୍ୱପୂର୍ଣ୍ଣ ରହିଅଛି। ତେଣୁ ଆସନ୍ତୁ ଆମେ ମାନେ ପ୍ରାର୍ଥନାକୁ ମଧ୍ୟ ଆମ ମାନଙ୍କର ଶୃଙ୍ଖଳାଗତ ନୀତି ନିୟମରେ ଆମେ ଏହା ପରିବର୍ତ୍ତନ କରିବା। ଏବଂ ପ୍ରତିଦିନ ପ୍ରାର୍ଥନା ପ୍ରାର୍ଥନା ମାଧ୍ୟମରେ ପରମେଶ୍ୱରଙ୍କ ଶକ୍ତି ଏବଂ କ୍ଷମତାକୁ ଆମେ ପ୍ରାର୍ଥନା କରିବା। ବିନା ପ୍ରାର୍ଥନାରେ ଆମେ ମାନେ କେବେ ହିଁ ଆଗକୁ ବଢିବା ନାହିଁ। ସମସ୍ତ ମଧ୍ୟରେ ପ୍ରାର୍ଥନାରେ ଏକ। ତେଣୁ ପାଉଲ କହୁଛନ୍ତି ଆମ ମାନଙ୍କୁ କଣ କହିଲେ, ଭରସାରେ ଆନନ୍ଦ କର ପ୍ରିୟ ବିଶ୍ୱାସୀ ମାନେ, କ୍ଲେଶରେ ସହିଷ୍ଣୁ ହୁଅ ପ୍ରିୟ ବିଶ୍ୱାସୀ ମାନେ, ପ୍ରାର୍ଥନାରେ ଏକାଗ୍ର ଭାବରେ ନିବିଷ୍ଟ ଥାଅ ପ୍ରିୟ ବିଶ୍ୱାସୀ ମାନେ। ମୋ ପାଇଁ ଆଜି କଣ, ମୋ ପାଇଁ ଆଜିର ମହତ୍ଵପୂର୍ଣ୍ଣ ଶିକ୍ଷା କଣ ଅଛି? ମୁଁ କଣ ପ୍ରଭୁଙ୍କ ସକାଶେ ଏ ସମସ୍ତ ବିଷୟ କରିବା ପାଇଁ ଚାହେଁ? ମୁଁ ପ୍ରଭୁଙ୍କ ଉପରେ ମୋ ଭରସା ଢାଳି ଅଛି କି? ମୁଁ ପ୍ରଭୁଙ୍କ ଉପରେ ନିଜର ଆସ୍ଥା ପକେଇ ଅଛି କି? ମୁଁ ପ୍ରଭୁଙ୍କ ଉପରେ ନିଜର ଭରସା ରଖିଅଛି କି? ଆଲେକ୍ଜାଣ୍ଡାରଙ୍କ ପରି। ହଁ ବନ୍ଧୁ, କିଛି ଦିନ ପରେ ମୋର ସମସ୍ତ ସମ୍ପତ୍ତି ସରିଯିବ, ମୁଁ ବି ଜାଣିଛି। କିନ୍ତୁ ମୋର ଭରସା କେବେ ହିଁ ସରିନାହିଁ। ମୋର ଭରସା ଏବେ ବି ଜୀବିତ ଅଛି ଏବଂ ଆଗାମୀ ଦିନ ବି ଜୀବିତ ଅଛି। ଏହା କଣ୍ଟିନ୍ୟୁ ଜୀବିତ ଥିବ। ଯୋଉ ଦିନ ପର୍ଯ୍ୟନ୍ତ ମୋର ଭରସା ଜୀବିତ ଅଛି, ମୋର ଦାନ ଦେବାରେ କେବେ ସରିବ ନାହିଁ। ମୋ ପ୍ରାର୍ଥନା କରିବାରେ କେବେ ସରିବ ନାହିଁ। ଏବଂ କ୍ଲେଶ ସମୟରେ ଛିଡା ହେବା ପାଇଁ ମତେ ଧୈର୍ଯ୍ୟ ଏବଂ ସାମର୍ଥ୍ୟ ମତେ ଦେବ। ଆସନ୍ତୁ ଆମେ ମାନେ ନିଜେ ନିଜକୁ ଏଇ ପ୍ରଶ୍ନ ପଚାରିବା ଏବଂ ନିଜକୁ ସମର୍ପଣ କରିବା। କିଛି ସମୟ ପାଇଁ ମୁଁ ପ୍ରାର୍ଥନା କରିବି। ନିଜକୁ ମଧ୍ୟ ସମର୍ପଣ କରନ୍ତୁ, ପଚାରନ୍ତୁ ନିଜକୁ ଏବଂ ନିଜକୁ ଏହି ସମସ୍ତ ବିଷୟକୁ ନେଇ ପ୍ରଶ୍ନ ପଚାରନ୍ତୁ, ମୁଁ କୋଉ ଜାଗାରେ ଛିଡା ହେଇଛି। ପ୍ରଭୁ ଧନ୍ୟବାଦ ଦଉଛୁ ତମ ବାକ୍ୟ ପାଇଁ। ଧନ୍ୟବାଦ ଦଉଛୁ ପବିତ୍ର ଆତ୍ମା ତମ ବାକ୍ୟ ମାନଙ୍କୁ କଥା କହିଥିବାରୁ। ତମ ବାକ୍ୟ ଦ୍ଵାରା ଆମ ପ୍ରତ୍ୟେକଙ୍କୁ ଅନୁଗ୍ରହ ପ୍ରଦାନ କରିଥିବାରୁ ଧନ୍ୟବାଦ ଦଉଛୁ। ପ୍ରଭୁ ବିଶ୍ୱାସରେ, ପ୍ରାର୍ଥନାରେ ଏବଂ ସହିଷ୍ଣୁତାରେ ଯେପରି ତୁମରି ନାମରେ ଛିଡା ହେଇପାରିବୁ, ତୁମରି ନାମରେ ଏ ସମସ୍ତ ବିଷୟକୁ ଆମେ ଆଡପ୍ଟ କରିପାରିବୁ, ସେ ସାମର୍ଥ୍ୟ ଆମକୁ ଦିଅ। ଧନ୍ୟବାଦ ଦଉଛୁ ତମ ବାକ୍ୟ ପାଇଁ, ଧନ୍ୟବାଦ ଦଉଛୁ କଥା କହିଥିବାରୁ। ଯୀଶୁଙ୍କ ନାମରେ ସମସ୍ତ ପ୍ରାର୍ଥନା ମାଗିଲୁ, ଆମେନ। ଈଶ୍ୱର ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ସମସ୍ତଙ୍କୁ ଧନ୍ୟବାଦ। ଥ୍ୟାଙ୍କ ୟୁ। ଧନ୍ୟବାଦ ସାର୍, ଏତେବେଳେ ବିଶେଷ କରି